2026 ମେ 16 ତାରିଖ ଶନିବାର। ଏହି ଶନିବାର ଦିନ ଶନି ମନ୍ଦିରରେ ଯାଇକି ଏହି ଉପାୟ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ବଦଳିବା ସହିତ 7.5 ଶନି ଯୋଗ ଆପଣଙ୍କଠୁ ଆସ୍ତେ ଆସ୍ତେ ଦୂର ହେବ। ତ ଉପାୟ କ'ଣ? ଉପାୟଟି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କହିବାକୁ ଯାଉଛି। ଯଦି ଆପଣ ଏହି ଭିଡ଼ିଓକୁ ଦେଖନ୍ତି ତାହେଲେ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ, ତ ଜାଣିପାରିବେ ଉପାୟଟି କ'ଣ। ଦର୍ଶକ ବନ୍ଧୁ, ହଁ ଦର୍ଶକ ବନ୍ଧୁ, ମା ପୁଅ ଓଡ଼ିଆ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଭିଡ଼ିଓଟି ଭଲ ଲାଗୁଥିବ ସାଙ୍ଗମାନେ ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓଟିକୁ ଲାଇକ୍ କରିଦେବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଶନିଦେବ ମନ୍ଦିରରେ ଯାଇକି ଆପଣ କ'ଣ କଲେ ଆପଣଙ୍କ 7.5 ଶନି ଯୋଗ ଦୂର ହେବ। ତ ସେଇ ସରଳ ଉପାୟଟି ମୁଁ ଆପଣଙ୍କୁ କହିବାକୁ ଯାଉଛି। ଉପାୟଟି କ'ଣ? ଆପଣ ଶନି ମନ୍ଦିର ଦିନ ମାନେ ଶନି ଜୟନ୍ତୀ ସେଇଦିନ ପଡ଼ୁଛି, ମେ 16 ତାରିଖ ଦିନ ଶନି ଜୟନ୍ତୀ ପଡ଼ୁଛି। ଶନି ଜୟନ୍ତୀ ଦିନ ଆପଣ ନିହାତି ଥରେ ଶନି ମନ୍ଦିର ଯାଆନ୍ତୁ। ବିଶେଷ କରିକି ମକର ରାଶି ଆଉ କୁମ୍ଭ ରାଶି, ଏହି ଦୁଇ ରାଶିର ଲୋକ ବ୍ୟକ୍ତିଙ୍କ ହେଉଛି ଶନିଦେବ ହେଉଛନ୍ତି ଗ୍ରହରାଜ। ଶନି ମନ୍ଦିର ଯାଇକି ଏହି ଉପାୟ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ, ଦେଖିବେ ଆପଣଙ୍କର ଭାଗ୍ୟ ବଦଳିବ। ତ କ'ଣ କରିବେ? ପ୍ରତ୍ୟେକ ଶନିବାର ନହେଲେ ନାହିଁ, ଏହି ଶନିବାର ନିଶ୍ଚିନ୍ତ ଥରେ ଯାଆନ୍ତୁ। ଏହି ଶନିବାର ଦିନ ଆପଣ ଥରେ ମନ୍ଦିରକୁ ଯାଆନ୍ତୁ। ଶନିବାର ଶନିଦେବଙ୍କ ପାଖରେ ଶନି ମନ୍ତ୍ର ଜପ କରନ୍ତୁ। ତା ସହିତ ଦୁଇଟି ଜିନିଷ ଅର୍ପଣ କରନ୍ତୁ। ଅର୍ପଣ କରିବେ କେମିତି? କେମିତି ଅର୍ପଣ କଲେ ଶନି ମହାରାଜ ଖୁସି ହେବେ? ତା ସହିତ ଆପଣଙ୍କର ଶନି 7.5 ଯୋଗ ଯେଉଁ ଲାଗିଥିବ ସିଏ ଆସ୍ତେ ଆସ୍ତେ ଦୂର ହେବ। ତ ସେଇ ଉପାୟଟି କ'ଣ? ଦର୍ଶକ ବନ୍ଧୁ, ଉପାୟଟି ବହୁତ ସରଳ ଉପାୟ। ଯଦି ମାନିବେ ତାହେଲେ ଆପଣଙ୍କ ପାଇଁକା ଭଲ ହେବ। ବିଶେଷ କରି କିନ୍ତୁ ମକର ରାଶି ଆଉ କୁମ୍ଭ ରାଶି, ଏହି ଦୁଇ ବ୍ୟକ୍ତି ଏହି ଉପାୟ ଏହି ଶନି ଜୟନ୍ତୀ ଦିବସରେ ନିହାତି ଥରେ ଟ୍ରାଏ କରନ୍ତୁ। ଶନି ମନ୍ଦିର ଯିବେ। ଶନି ମନ୍ଦିରରେ ଆପଣ କିଛି ଲୁହାର ଗିନା ହଉ କିମ୍ବା ଲୁହାର ଯେକୌଣସି ପାତ୍ର ଆପଣ ନିଅନ୍ତୁ। ଥରେ ଲୁହାର ପାତ୍ରକୁ ଆପଣ ନେଇକି ତା ଦେହରେ ପୁରା ସୋରିଷ, କିଛି କଳା ଜିରା, ତା ସହିତ ସୋରିଷ ତେଲ, ଆକୁ ନେଇ ଆପଣ ଶନିଦେବଙ୍କ ପାଖରେ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ କେମିତି ବଦଳିବାକୁ ଲାଗିବ। 7.5 ଶନି ଯୋଗ ଆସ୍ତେ ଆସ୍ତେ ଦୂର ହୋଇଯିବ। ଏହି ଉପାୟ ମକର ରାଶି କୁମ୍ଭ ରାଶି କଲେ ବହୁତ ଭଲ ହେବ। କିଛି ସୋରିଷ ତେଲ ମାନେ ଫୁଲ୍ ସୋରିଷ ତେଲ ଟିକେ ନେବେ, କଳା ଜିରା ନେବେ, ଏହାକୁ ଉପାୟ କରନ୍ତୁ। ଦେଖିବେ ଆପଣ